ବିନା ବସ୍ତ୍ରରେ ସ୍ନାନ କରୁଥିବା ମହିଳା ଜାଣି ରଖନ୍ତୁ କିଛି ବିଶେଷ କଥା ନିଶ୍ଚିନ୍ତ ବଦଳାଇ ଦେବ ଆପଣଙ୍କ ଜୀବନ। ନାରୀ ଜଣେ ପୁରୁଷର ସଫଳତା କିମ୍ବା ବର୍ବାଦୀ ପାଇଁ ଦାୟୀ ହୋଇପାରେ। ନାରୀକୁ ଘରର ଲକ୍ଷ୍ମୀ କୁହାଯାଏ ଏବଂ ନାରୀ ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ନିୟମର ପାଳନ କରେ ତେବେ ଘରେ ସୁଖ ସମୃଦ୍ଧି ବଜାୟ ରହିବା ସହିତ ସକାରାତ୍ମକ ଶକ୍ତି ବଜାୟ ରହିଥାଏ। ତେବେ ଚାଲନ୍ତୁ ସେହି ସବୁ ନିୟମ ବିଷୟରେ ଜାଣିନେବା। ପ୍ରଥମେ ଘରର ସ୍ୱଚ୍ଛତା। ଘରକୁ ପ୍ରତ୍ୟେକ ଦିନ ସଫାସୁତୁରା କରିବା ଉଚିତ, କିନ୍ତୁ କିଛି ମହିଳା କିମ୍ବା ଘରର ଅନ୍ୟ ସଦସ୍ୟ ଘରକୁ ସଫାସୁତୁରା ରଖନ୍ତି ନାହିଁ, ଯେଉଁ କାରଣରୁ ଘର ମଧ୍ୟକୁ ମାତା ଲକ୍ଷ୍ମୀଙ୍କ ପରିବର୍ତ୍ତେ ଅଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ। ଏମିତିରେ ପ୍ରତ୍ୟେକ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ଘରେ ପୋଛା ଲଗାଇବା ଉଚିତ ଏବଂ ଘରେ ସୁଗନ୍ଧ ପାଇଁ ଧୂପ କିମ୍ବା ଝୁଣା ମଧ୍ୟ ଜାଳିବା ଉଚିତ। ଦ୍ୱିତୀୟଟି ସକାଳୁ ସ୍ନାନ। ମହିଳାମାନେ ସକାଳୁ ରୋଷେଇ ଘର ଭିତରକୁ ସ୍ନାନ କରିବା ପରେ ହିଁ ପ୍ରବେଶ କରିବା ଉଚିତ। ବିନା ସ୍ନାନରେ ପ୍ରବେଶ କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ ସକାଳ 8ଟା ପୂର୍ବରୁ ସ୍ନାନ କରିବା ସବୁଠାରୁ ଉତ୍ତମ ହୋଇଥାଏ। ତଥାପି ଯଦି ବିଳମ୍ବ ହୋଇଯାଏ ତେବେ ଦିନ 12ଟା ପୂର୍ବରୁ ହିଁ ନିଶ୍ଚିନ୍ତ ସ୍ନାନ କରିବା ଉଚିତ, ନଚେତ୍ ଘରକୁ ନକାରାତ୍ମକ ପ୍ରବେଶ କରିଥାଏ। ସ୍ନାନ ପାଣିରେ 1 ଚିମୁଟା ଲୁଣ ପକାଇ ସ୍ନାନ କରିବା ଯଥାର୍ଥ ହୋଇଥାଏ। ତୃତୀୟଟି ଖାଦ୍ୟ ବନାଇବା ପୂର୍ବରୁ ସ୍ନାନ। ରୋଷେଇ କରିବା ପୂର୍ବରୁ ସ୍ନାନ କଲେ ଖାଦ୍ୟରେ ଅଧିକ ସକାରାତ୍ମକ ଶକ୍ତି ରହିଥାଏ। ତେଣୁ ସ୍ନାନ କରିବା ପରେ ହିଁ ଭୋଜନ ପ୍ରସ୍ତୁତ କରିବା ଉଚିତ, କାରଣ ରୋଷେଇ ପୂର୍ବରୁ ବିନା ସ୍ନାନରେ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରିବା ଉଚିତ ନୁହେଁ। ସ୍ନାନ ପରେ ରୋଷେଇ କଲେ ସେହି ଖାଦ୍ୟ ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ। ଚତୁର୍ଥଟି ଖାଦ୍ୟ ବନାଇବା ପରେ ପ୍ରଥମ ଭୋଗ ଭଗବାନ, ଦ୍ୱିତୀୟ ଗୋମାତା ଏବଂ ତୃତୀୟ କୁକୁରକୁ ଦେବା ଉଚିତ। ଏହାଦ୍ୱାରା ଘରେ ଶାନ୍ତି ବଜାୟ ରହିଥାଏ। ବିଶେଷ କରି ସୂର୍ଯ୍ୟାସ୍ତ ପରେ କେହି ବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ। ଏହାଦ୍ୱାରା ଘରକୁ ନକାରାତ୍ମକ ଆସିଥାଏ। ଏହାଦ୍ୱାରା ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି। ଆପଣଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ତାହା ଆମ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ସବୁବେଳେ ଏହିପରି ପୋଷ୍ଟ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ।